ରାଜୁ ଭୁବନେଶ୍ୱରରେ ରହୁଥିବା ଜଣେ ସାଧାରଣ ପୁଅ। ସେ ଇଞ୍ଜିନିୟରିଂ ପଢ଼ା ଶେଷ କରି ଏକ କମ୍ପାନୀରେ ଚାକିରି କରୁଥିଲା। ଦିନସାରା କାମ ଓ ଘରର ଏଇ ଦୁଇଟି ଥିଲା ତା'ର ଜୀବନ। ସାଙ୍ଗସାଥୀ ଥିଲେ, କିନ୍ତୁ ମନର କଥା କହିବା ପାଇଁ କେହି ନଥିଲେ। ଗୋଟିଏ ରାତି ପ୍ରାୟ 10ଟା ବେଳେ ରାଜୁକୁ ଫୋନ୍କୁ ଏକ ମେସେଜ୍ ଆସିଲା। ହାଏ, ଏହା କି ରୋହିତ କି ନମ୍ବର? ରାଜୁ ଲେଖିଲା, ନା, ଆପଣ ଭୁଲ ନମ୍ବରକୁ ମେସେଜ୍ କରିଛନ୍ତି। ସେପଟୁ ଉତ୍ତର ଆସିଲା, ଓଃ ସରି, ଭୁଲରେ ହେଇଗଲା। ରାଜୁ ଫୋନ୍ ରଖିଦେଲା, କିନ୍ତୁ କିଛି ସମୟ ପରେ ପୁଣି ମେସେଜ୍ ଆସିଲା। ଯେହେତୁ ଭୁଲରେ ପରିଚୟ ହେଇଗଲା, ବନ୍ଧୁ ହେବା। ରାଜୁ କିଛି ସମୟ ଭାବି ଲେଖିଲା, ଠିକ୍ ଅଛି, ମୋ ନାଁ ରାଜୁ। ଆପଣ? ମୁଁ ସାଇନା। ସେହି ରାତିରୁ ଆରମ୍ଭ ହେଲା ସେମାନଙ୍କ କଥାବାର୍ତ୍ତା। ପ୍ରତିଦିନ ସକାଳର ଶୁଭ ସକାଳ ଓ ରାତିର ଶୁଭରାତ୍ରି। ମେସେଜ୍ ଧୀରେ ଧୀରେ ଅଭ୍ୟାସ ହେଇଗଲା। ସେମାନେ ନିଜ ଜୀବନ, ସ୍ୱପ୍ନ, ଦୁଃଖ ଓ ଖୁସି ବିଷୟରେ ଘଣ୍ଟା ଘଣ୍ଟା କଥା ହେଉଥିଲେ। 3 ମାସ କଟିଗଲା, କିନ୍ତୁ ସେମାନେ କେବେ ମଧ୍ୟ ପରସ୍ପରକୁ ଦେଖି ନଥିଲେ। ଦିନେ ରାଜୁ କହିଲା, ଏତେ ଦିନ ହେଲା କଥା ହେଉଛେ, ଥରେ ଦେଖା କରିବା? ସାଇନା କିଛି ସମୟ ଚୁପ୍ ରହିଲା। ମୋର ଗୋଟିଏ ସର୍ତ୍ତ ଅଛି, ଯଦି ମୋତେ ଦେଖି ତୁମେ ମନ ବଦଳାଇ ଦିଅ, ତାହେଲେ ମୋ ସହ କେବେ କଥା ହେବନି। ରାଜୁ ହସି କହିଲା, ମୁଁ ମୁହଁକୁ ନୁହେଁ, ମନକୁ ଭଲ ପାଏ। ଦୁହେଁ ରବିବାର ଏକ ପାର୍କରେ ଭେଟିବାକୁ ଠିକ୍ କଲେ। ରାଜୁ ପାର୍କରେ ପହଞ୍ଚି ଅପେକ୍ଷା କରିଥିଲା। ହଠାତ୍ ସେ ଦେଖିଲା ଜଣେ ଝିଅ ଧୀରେ ଧୀରେ ତା ଆଡ଼କୁ ଆସୁଛି। ତାଙ୍କ ପାଦରେ ଗୋଟିଏ କୃତ୍ରିମ ପାଦ ଲାଗିଥିଲା। ଦୁର୍ଘଟଣାରେ ସେ ଗୋଟିଏ ପାଦ ହରାଇ ଦେଇଥିଲେ। ସାଇନା ମୁଣ୍ଡ ନୁଆଁଇ କହିଲା, ଏବେ ବୁଝିଲ କାହିଁକି ମୁଁ ଭେଟିବାକୁ ଡରୁଥିଲି? ରାଜୁ କିଛି ନ କହି ତାଙ୍କ ସାମ୍ନାକୁ ଯାଇ ବସିଲା। ମୁଁ ଯେଉଁ ସାଇନାକୁ ଭଲ ପାଉଛି, ସେ ହେଉଛି ତମ ହୃଦୟ, ତମ ପାଦର ନୁହଁ। ସାଇନାଙ୍କ ଆଖି ଲୁହ ବୋହିଗଲା। ସେ ପ୍ରଥମ ଥର ପାଇଁ ଅନୁଭବ କଲେ ଯେ ସତ ପ୍ରେମ ରୂପ କିମ୍ବା ଶରୀରକୁ ନୁହେଁ, ମନକୁ ଦେଖେ। 2 ବର୍ଷ ପରେ ଦୁହିଁଙ୍କ ବିବାହ ହେଲା। ବିବାହ ଦିନ ସାଇନା ହସି କହିଲା, ଗୋଟିଏ ଭୁଲ ନମ୍ବର ମୋତେ ସାରା ଜୀବନ ଠିକ୍ ଲୋକକୁ ଦେଇଦେଲା। ରାଜୁ ଉତ୍ତର ଦେଲା, କେବେ କେବେ ଭଗବାନ ଆମ ଜୀବନରେ ସବୁଠାରୁ ସୁନ୍ଦର କାହାଣୀ ଗୋଟିଏ ଛୋଟ ଭୁଲରୁ ଆରମ୍ଭ କରିଥାନ୍ତି।